ଆଜିର ପବିତ୍ର ଦିନରେ ପରମ ପିତା ପରମାତ୍ମା ଶିବଙ୍କର ଦିନ। ସର୍ବପ୍ରଥମେ ଶିବ ପରମାତ୍ମାକୁ ଆମେ ସମସ୍ତେ ନମସ୍ତେ ଏବଂ ଶୁଭ ଅଭିନନ୍ଦନ କରିବା। କାହିଁକି ନା ତାଙ୍କର ଆଜି ବାର୍ଥଡେ ଏବଂ ଆମ ବଚ୍ଚାମାନଙ୍କର ମଧ୍ୟ ବାର୍ଥଡେ। ଏହି ଦୃଷ୍ଟିରୁ ତାଙ୍କୁ ବହୁତ ବହୁତ ଶୁଭ ଅଭିନନ୍ଦନ, ଶୁଭ ଅଭିନନ୍ଦନ, ଶୁଭ ଅଭିନନ୍ଦନ। ପରମ ପିତା ପରମାତ୍ମାଙ୍କର ଜୟନ୍ତୀ ସାରା ସଂସାର ହିଁ ପାଳନ କରିବାକୁ ଚାହୁଛନ୍ତି ଏବଂ ଦୃଢ଼ ସଂକଳ୍ପର ବ୍ରତ ମଧ୍ୟ ନେଉଛନ୍ତି। ତେଣୁ ପରମ ପିତା ପରମାତ୍ମାଙ୍କର ନାମ ହେଉଛି ଶିବ। ଶିବର ଅର୍ଥ ହେଉଛି ପାପ ନାଶକ, ବରଦାତା ଏବଂ ସମସ୍ତଙ୍କର କଲ୍ୟାଣକାରୀ, ମଙ୍ଗଳମୟ, ହିତକାଂକ୍ଷୀ ହିଁ ଅଟନ୍ତି। ନିରାକାର ପରମାତ୍ମା ରୂପରେ ବିନ୍ଦୁ ହୋଇଥିଲେ ମଧ୍ୟ ସର୍ବଗୁଣରେ ସେ ସିନ୍ଧୁ ଅଟନ୍ତି। ପ୍ରତ୍ୟେକ ଆତ୍ମାକୁ ନିଜର ଗୁଣ ସମ୍ପନ୍ନ ଜୀବନ ମଧ୍ୟ ତିଆରି କରିବାକୁ ମଧ୍ୟ ଏ ଧରାଧାମରେ ଓହ୍ଲାଇଛନ୍ତି। ତେଣୁ ତାଙ୍କୁ ମଧ୍ୟ ଅଶେଷ ଭାବରେ ଅଭିନନ୍ଦନ ଜଣାଇ ତାଙ୍କର ପରିଚୟକୁ ପ୍ରାପ୍ତ କରିବା ଆମର ଅଧିକାର ହିଁ ଅଟେ। ତାଙ୍କ କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ମନୁଷ୍ୟ ଆତ୍ମାକୁ ପବିତ୍ର କରିବା ବା ବିକାରକୁ ସମାପ୍ତ କରିକି ସମ୍ପୂର୍ଣ୍ଣ ସୁଖମୟ ଜୀବନ ବନେଇବା। ବିକାର ଆମ ଭିତରେ ହିଁ ସଦୈବ ହିଁ ରହିଅଛି। ଯେଉଁ ପାଞ୍ଚ ବିକାର କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଏହି ହେଉଛି ହରାହର ବିଷ। ଏହାକୁ ସମାପ୍ତ କରିବା ପାଇଁ ସଂସାରରେ ପ୍ରତ୍ୟେକ ଆତ୍ମା ବ୍ରତ ନେଇଥାନ୍ତି। ଆମେ ସମସ୍ତେ ଦୃଢ଼ ବ୍ରତ ନେବା ସମାପ୍ତ କରିବା ପାଇଁ, ତେବେ ଏ ସଂସାର ମଙ୍ଗଳମୟ ବନିଯିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍।